ପୁଣି ସେଇ ଅମାବାସ୍ୟା ଚନ୍ଦ୍ର ଉପନ୍ୟାସରୁ କିଛି। ଉପନ୍ୟାସର ଶେଷରେ ମନୀଷା ଲେଖିଥିବା କାଉଲ ପାଖକୁ ଚିଠି। ମୋ ପ୍ରାଣର କାଉଲ, ଅପେକ୍ଷା କରି କରି ମୋର ଦେହଟା ଅବଶ ହୋଇଗଲା। ଆଉ ପାରୁନାହିଁ। ଭାରି ଇଚ୍ଛା ଥିଲା ଗୋଟିଏ ମୁହୂର୍ତ୍ତ ପାଇଁ ହେଲେ ବି ତୁମକୁ ମୋ କୋଳରେ ଧରି ରଖିଥାନ୍ତି ନିବିଡ଼ ଭାବରେ। କିନ୍ତୁ ତୁମର ସେ ଭାଗ୍ୟଟା ତାହା କରେଇ ଦେଲା ନାହିଁ। କିନ୍ତୁ କାହିଁକି ଦଣ୍ଡ ଦେଲ? କାହିଁକି ନିଜେ ଭୋଗିଲ ନିର୍ବାସନ? ତୁମେ ଏକାବେଳକେ ନିର୍ବୋଧ। କାଉଲ, ସତରେ ଖୁବ୍ ଇଚ୍ଛା ହେଉଛି ଆଜି ତୁମକୁ ଏ ଶେଷ ମୁହୂର୍ତ୍ତରେ ଦେଖନ୍ତି। ତୁମର ସେ ଘୁମନ୍ତ ଆଖି, ଉଦାସୀ ଓଠ, ସେ ମୁହଁକୁ ନିଜ ଛାତି ଭିତରେ ଚିପି ଧରନ୍ତି। ହେଉ ପଛେ କେବଳ ଗୋଟିଏ ମୁହୂର୍ତ୍ତ ପାଇଁ। ଏତେ ଠାକୁର ଅଛନ୍ତି, କେହି ଟିକିଏ ସାହାଯ୍ୟ କରିବେ ନାହିଁ? ମୋର ଗୋଟାଏ ଶେଷ କଥା ଶୁଣ କାଉଲ, ମୁଁ ବିଦାୟ ନେଉଛି। ବିଦାୟର ବେଳା ଆସନ୍ନ। ମୋ କଥା କିନ୍ତୁ ନିଶ୍ଚୟ ରଖିବ। ପ୍ରତିଶ୍ରୁତି ଦିଅ କାଉଲ, ଗୋଟିଏ ମୃତ ଶରୀର ଦହାଇ। ଏ ଚିଠିକୁ ପଢ଼ିଲା ପରେ ସାଙ୍ଗେ ସାଙ୍ଗେ ମୋ ପାଖକୁ ଆସିବ। ସେଇ ଦୂର ଆକାଶର ଦିଗ୍ବଳୟରେ ପ୍ରତ୍ୟୁଷର ନାଲି ଆଲୁଅ ଯେଉଁଠି ଦିଶେ, ସେଇଠି। କେତେଥର ମୋତେ ଦେଖାଇ ଦେଇଛ, ତୁମେ ସେ ଜାଗା ଚିହ୍ନିଛ କାଉଲ। ମୁଁ ସେଇଠି ଅପେକ୍ଷା କରିଥିବି କେବଳ ତୁମରି ପାଇଁ। ଆଜି ପ୍ରତ୍ୟେକ ମୁହୂର୍ତ୍ତର ଘଟଣା ସବୁ ମୋ ଆଖି ଆଗରେ ଦିଶୁଛି। ଯେଉଁଦିନ ତୁମେ ମୋତେ ପ୍ରଥମେ ଉଠାଇ ନେଇଥିଲ ସଡ଼କରୁ, ମନେ ଅଛି? ଶୁଆଇ ପକାଇଥିଲ ତୁମରି କୂଳରେ, ଗାଡ଼ି ଭିତରେ। ଖୁବ୍ ଯନ୍ତ୍ରଣା ହେଉଥିଲା ସତ, କିନ୍ତୁ ତୁମେ ଜାଣିପାରିବ ନାହିଁ ସେ ସ୍ପର୍ଶ ମୋତେ କେତେ ଶାନ୍ତି ଦେଉଥିଲା। ଉଠିବା ପାଇଁ ଚେଷ୍ଟା ବି କଲି ନାହିଁ। ମନେ ହେଉଥାଏ ମୁଁ ଯେପରି ମୋରି ମା' କୋଳରେ ଶୋଇଛି। ନିଶ୍ଚିନ୍ତ ଲାଗୁଥାଏ। ସେଦିନ ମନରେ ବିଶ୍ୱାସ ଜାଗିଲା, ସତେ ଯେପରି ତୁମରି ପାଖରେ ମୁଁ ଆଜୀବନ ରହିବି, ତୁମରି କୂଳରେ। ମନେ ଅଛି ଡ୍ୟୁରିକ୍ର ସେ ହୋଟେଲରେ ଯେବେ ତୁମ ଦେହ ଖରାପ ହୋଇଥିଲା, ତୁମରି ପାଦ ତଳେ ଶୋଇଥିଲି। ତୁମରି ଗୋଡ଼କୁ ମୋ ମୁହଁରେ ଘୋଡ଼ାଇ କରି ରଖିଥିଲି। ତୁମେ ଶୋଇଥାଅ। ଦିନ ପରେ ଦିନ, ରାତି ପରେ ରାତି ତୁମକୁ ଚାହିଁ ବସିଥାଏ। ଭାବେ ଏଇ ତ ମୋର। ଆଉ ଯେତେବେଳେ ସମୁଦାୟଟା ମୋର ହୋଇଯିବ, ତୁମକୁ ସବୁ କହିଥାନ୍ତି। ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ବିକ୍ଷିପ୍ତ ଚିନ୍ତା। ଏହି ସାମାନ୍ୟ ସୁଯୋଗ ଟିକକୁ ବି ଦେଲ ନାହିଁ କାଉଲ। ଆଖି ଆଗରେ ନାଚି ଯାଉଛି ସଡ଼କର ଦୃଶ୍ୟ। ଧୀର, ଶାନ୍ତ, ବାଧ୍ୟ ଶିଶୁଟି ପରି ତୁମେ ଛିଡ଼ା ହୋଇଥାଅ। କିନ୍ତୁ କାହିଁକି? କାହିଁକି ଦାବି କଲ ନାହିଁ? କାହିଁକି ମୋର ବିନତି ଗ୍ରହଣ କଲ ନାହିଁ? କେତେ ଜୋର ଜବରଦସ୍ତି କରିଛନ୍ତି ଦେଶାଇ, ତାଙ୍କ ଭଉଣୀ, ଅଙ୍କଲ, ଆଣ୍ଟି ସମସ୍ତେ। କହିଲେ ବିବାହ ନ କର ପଛେ, ଏଇଠି ରୁହ, ଆମରି ଘରେ। କିନ୍ତୁ କାଉଲ, ମୋ ଆଖି ଆଗରେ ଖାଲି ଦିଶୁଥାଏ ତୁମର ସେ ଆର୍ଦ୍ର ଚକ୍ଷୁ, ନିରୀହ ତ୍ୟାଗୀର ଦୃଷ୍ଟି। ସେଦିନ ତୁମରି କୋଠରୀରେ, ତୁମରି ବିଛଣାରେ ବସିଲି, କାନ୍ଥକୁ ଛୁଇଁଲି। ମନେ ହେଲା ତୁମର ଦେହର ଗନ୍ଧକୁ ମୁଁ ଯେପରି ଉପଭୋଗ କରୁଛି। ସେଦିନ ଭୟ ହେଲା ତୁମକୁ ଆଉ ବୋଧେ ପାଇବି ନାହିଁ। ସେ ଭୟ ଆଜି ସତ ହେଲା କାଉଲ। ତୁମକୁ ମୁଁ ଏତେ ଭଲ ପାଇଛି କାଉଲ, ଦୁନିଆରେ ଆଉ କେବେ କାହାରୁ ତୁମେ ପାଇବ ନାହିଁ। କେହି ଆଉ ପାଇପାରିବେ ନାହିଁ। ଫେରି ଆସ କାଉଲ, ଏବେ ବି ଆଶା ରଖିଛି ତୁମେ ନିଶ୍ଚୟ ଆସିବ। କଷ୍ଟ ହେଉଛି, ବହୁତ କଷ୍ଟ ହେଉଛି। ଆଉ ହାତ ଚଳୁନାହିଁ ବେଶୀ ଲେଖିବା ପାଇଁ। କିନ୍ତୁ କ'ଣ ମନେ ହେଉଛି ଜାଣ? ଏ ଚିଠି ଲେଖୁଥିବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିଛି। ମୋ ପାଖରେ ତୁମେ ଉପସ୍ଥିତ ଥିଲା ଭଳି ମନେ ହେଉଛି। ଏପରିକି ତୁମର ସେ ନିଶ୍ୱାସ ମଧ୍ୟ ମୋ ମୁହଁକୁ ଛୁଇଁଲା ଭଳି ଅନୁଭବ ହେଉଛି। ଯେଉଁ ମୁହୂର୍ତ୍ତରେ ଏ ଲେଖା ବନ୍ଦ ହୋଇଯିବ, ତୁମେ ପୁଣି ଚାଲିଯିବ ମୋଠୁ ଦୂରକୁ, ଅନେକ ଦୂରକୁ। ଯାହା ଜୀବନରେ ପାଇଲି ନାହିଁ, ମରଣ ପରେ ସେତକ ତୁମଠୁ ପାଇବାର ଆଶା ପ୍ରବଳ ହୋଇ ଉଠିଛି। ମୋର ଆଲିଙ୍ଗନ ନେବ କାଉଲ, ନିବିଡ଼ ଘନିଷ୍ଠ ଏକାନ୍ତ ଆଲିଙ୍ଗନ। ଇତି ତୁମର ବଧୂ ମନୀଷା।